ଆଗ କାଳରେ ବୈଦିକ ପ୍ରଥା ଏଭଳି ଥିଲା, ସମସ୍ତେ ନିଜ ନିଜର ଯେତେବେଳେ ପରିଚୟ ପ୍ରଦାନ କରନ୍ତି, ଭଗବାନ ଏ ଯୋଉ ଜାତି ପ୍ରଥା ବା ଯୋଉ ବର୍ଣ୍ଣାଶ୍ରମ ପଦ୍ଧତି ଯୋଉଟା ଭଗବାନ ସୃଷ୍ଟି କଲେ କଣ ପାଇଁ ନା ସମାଜର ସନ୍ତୁଳନ ରକ୍ଷା ପାଇଁ କରାଯାଇଛି। ବ୍ରାହ୍ମଣ ଯଦିଓ ସବୁଠାରୁ ଉନ୍ନତ ବର୍ଣ୍ଣର, କିନ୍ତୁ ବ୍ରାହ୍ମଣଙ୍କ ଠାରୁ ଶିକ୍ଷା ଲାଭ କରିବେ ଅନ୍ୟ ବର୍ଣ୍ଣର ଲୋକମାନେ। ବ୍ରାହ୍ମଣ ଅନ୍ୟ ସମସ୍ତଙ୍କୁ ଶିକ୍ଷା ପ୍ରଦାନ କରେ, ଆଉ ବ୍ରାହ୍ମଣର ଏଇ ସବୁ ଯୋଗ୍ୟତା ରହିବା ଉଚିତ। ସମ ଦମ ତପ ଶୌଚ କ୍ଷାନ୍ତି ଆର୍ଜବମ୍ ଏବଚ ଜ୍ଞାନ ବିଜ୍ଞାନ ଆସ୍ତିକ୍ୟ ବ୍ରହ୍ମ କର୍ମ ସ୍ୱଭାବଜମ୍। ତେଣୁ ସିଏ ମନ ସଂଯମ କରିବେ, ଇନ୍ଦ୍ରିୟ ସଂଯମ କରିବେ, ତାଙ୍କର ତପସ୍ୟା ରହିବ ଏବଂ ସେ ହଉଛନ୍ତି ସହିଷ୍ଣୁ। ଆର୍ଜବମ୍ କହିଲେ ସରଳତା ଏବଂ ଶାସ୍ତ୍ର ଜ୍ଞାନରେ ପାରଙ୍ଗମ, ଭଗବାନଙ୍କ ପ୍ରତି ଭକ୍ତି, ଏଇ ସବୁ ଗୁଣ ବ୍ରାହ୍ମଣ ନିକଟରେ ରହିବା ଉଚିତ। ଖାଲି ବ୍ରାହ୍ମଣ ବର୍ଣ୍ଣରେ ଜାତ ହେଇକି ନିଜକୁ ବ୍ରାହ୍ମଣ ବୋଲି ଦାବି କରିବା ଠିକ ନୁହେଁ। ବର୍ତ୍ତମାନ କଳିଯୁଗରେ କେବଳ ବ୍ରାହ୍ମଣ ବର୍ଣ୍ଣରେ ଜାତ ହେଇ ନିଜକୁ ବ୍ରାହ୍ମଣ ବୋଲି ଦାବି କରୁଛନ୍ତି, ଆଉ ତାଙ୍କୁ କୁହାଯାଉଛି ବ୍ରହ୍ମ ବନ୍ଧୁ। ସେମାନେ ବ୍ରାହ୍ମଣ ନୁହନ୍ତି। ପଇତାକୁ ପକେଇ କହୁଛନ୍ତି ଆମେ ମାନେ ସବୁ କିଛି, ଆମେ ଯାହା କହିବୁ ସେ ହଉଛି ବେଦ ଗାର। କଳି ରାକ୍ଷସ ଆଶ୍ରିତ ଜାୟତେ ବ୍ରହ୍ମ ଯୋନିଷୁ। ଯୋଉମାନେ ପୂର୍ବ ଯୁଗରେ ରାକ୍ଷସ ଥିଲେ ସେମାନେ କଳିଯୁଗ, ଏଇ ବ୍ରାହ୍ମଣ ମାନେ ବସିଛନ୍ତି ଏଠି ଯଦି ଖରାପ ଭାବିବେ ଟିକେ ମୋ ପାଠରେ ଏଭଳି କଥା, ଏଇଟା ଶାସ୍ତ୍ରରେ କଥା କୁହାଯାଇଛି। ଅନ୍ୟ ଯୁଗର ଯୋଉମାନେ ରାକ୍ଷସ ଥିଲେ କଳି ଯୁଗରେ ସେମାନେ ବ୍ରାହ୍ମଣ ହେଇକି ଜନ୍ମଗ୍ରହଣ କରିଛନ୍ତି। ତେଣୁ ଏଇ ପ୍ରକାର ଅବସ୍ଥା। କିନ୍ତୁ ପୂର୍ବ ସମୟରେ ବା ପୂର୍ବ ଯୁଗରେ କଥା କୁହାଯାଇଛି, ସେତେବେଳେ ସେମାନେ ବ୍ରାହ୍ମଣ ମାନେ ସେମାନେ ନିଜକୁ ଏଇଭଳି ଭାବରେ ନିମ୍ନ ମାନବରେ ପରିଚୟ ଦଉଥିଲେ, ଆମେ ନିମ୍ନ ସ୍ଥିତିରେ ଅଛୁ। କିନ୍ତୁ ବର୍ତ୍ତମାନ କେବଳ ବ୍ରାହ୍ମଣ ବର୍ଣ୍ଣରେ ଜନ୍ମ ହେଇ ବ୍ରାହ୍ମଣ ଯୋଗ୍ୟତା ନଥିଲେ ମଧ୍ୟ ନିଜକୁ କହୁଛନ୍ତି ଆମେ ବ୍ରାହ୍ମଣ, ଏଇ ପ୍ରକାର କଥା। ତେଣୁ ସେଥିପାଇଁ କ୍ଷତ୍ରିୟ ଯିଏ, ସେ କ୍ଷତ୍ରିୟର ଗୁଣ ଏଇଭଳି ରହିବା ଉଚିତ। ଶୌର୍ଯ୍ୟ ତେଜ ଧୃତି ଦାକ୍ଷ ଯୁଦ୍ଧେ ଚାପଳାୟନମ ଦାନମ ଈଶ୍ୱର ଭାବଶ୍ଚ କ୍ଷେତ୍ର କର୍ମ ସ୍ୱଭାବଜ। ଯିଏ କ୍ଷତ୍ରିୟ ସିଏ ତାର ନିଜର ବୀରତ୍ୱ ପ୍ରଦର୍ଶନ, ଯେମିତି ମୁଚୁକୁନ୍ଦ ରାଜା ଦେବତା ମାନଙ୍କୁ ସାହାଯ୍ୟ କରୁଥିଲେ, ଯୁଦ୍ଧ କରିଛନ୍ତି, ନିଜର ବୀରତ୍ୱ ପ୍ରଦର୍ଶନ କରି ନିଜର ଦକ୍ଷତା ପ୍ରଦର୍ଶନ କରିବେ ଏବଂ ଯୁଦ୍ଧ କ୍ଷେତ୍ରରେ ସେ କେବେ ହେଲେ ପଳାୟନ କରିବେ ନାହିଁ। ଯୁଦ୍ଧ କ୍ଷେତ୍ରରେ ସେ ସମ୍ମୁଖ ଯୁଦ୍ଧରେ ରହି ବରଂ ମରିଯିବେ କିନ୍ତୁ କେବେ ହେଲେ ପଳାୟନ କରିବେନି। ଆଉ ଦାନମ, ସେ ଦାନ ଦେବେ, ସମସ୍ତଙ୍କୁ ଦାନ ଦେବେ ସେ, ଆଉ ଈଶ୍ୱର ଭକ୍ତ ଭଗବତ ଭକ୍ତି ମଧ୍ୟ ଆଚରଣ କରିବେ। ଇଏ ହଉଛି କ୍ଷତ୍ରିୟର ସ୍ୱଭାବ। ତେଣୁ ଯାହାର ଯୋଉ ପ୍ରକାର ସ୍ୱଭାବ ଅଛି ସେଇ ଅନୁସାରେ କାର୍ଯ୍ୟ କରିବ। ଭଗବାନ ଏଇ ପ୍ରକାର ଭାବରେ ସମାଜର ସନ୍ତୁଳନ ରଖିବା ପାଇଁ, ସମାଜର ଐକ୍ୟ ଭାବ ପ୍ରତିଷ୍ଠା କରିବା ପାଇଁ ସେ ବର୍ଣ୍ଣାଶ୍ରମ ଧାରା ପ୍ରତିଷ୍ଠା କରିଛନ୍ତି। ତା ସହିତ ବୈଶ୍ୟ, ନିଜେ ବୈଶ୍ୟ ପରିବାରକୁ ଯାଇଥିଲେ, ନିଜେ କ୍ଷତ୍ରିୟ ପରିବାର ଜାତି ହେଇକି ମଧ୍ୟ ବୈଶ୍ୟ ପରିବାରକୁ ଯାଇକି ବୈଶ୍ୟର ଧନ୍ଦା ସବୁ କରିଥିଲେ। କୃଷି ଗୋରକ୍ଷା ବାଣିଜ୍ୟ ବୈଶ୍ୟ କର୍ମ ସ୍ୱଭାବଜ। ସେ କୃଷି କାର୍ଯ୍ୟ କରିବେ, ଗୋରକ୍ଷା ଗାଈ ପାଳନ କରିବେ ଏବଂ ବାଣିଜ୍ୟ ବ୍ୟବସାୟ କରିବେ, ଯୋଉଟା ଭଗବାନ ନିଜେ କରିଛନ୍ତି। ଯାଇକି ନନ୍ଦଙ୍କ ଗୃହରେ ମାନେ ଗାଈ ପାଳନ କରିବା ପାଇଁ, ଗୋ ପାଳନ କରିବା ପାଇଁ ବୃନ୍ଦାବନ ଜଙ୍ଗଲକୁ ମଧ୍ୟ ଯାଇଛନ୍ତି ନିଜେ ସ୍ୱୟଂ ଭଗବାନ। ତେଣୁ ଏଇ ପ୍ରକାର ଭାବରେ ଯିଏ ଯୋଉ ବର୍ଣ୍ଣରେ ରହିଛି ସେଇ ଅନୁସାରେ କାର୍ଯ୍ୟ କରିବେ। କିନ୍ତୁ ବର୍ତ୍ତମାନ ଏଇ କଳିଯୁଗରେ ବର୍ଣ୍ଣାଶ୍ରମ ଧାରା ବିପର୍ଯ୍ୟସ୍ତ ହେଇଛି, ପୁରା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି, ଆଉ କେହି ନାହାନ୍ତି। ବ୍ରାହ୍ମଣ ଯିଏ ବର୍ଣ୍ଣର ଜାତ ହେଇଛି ସେ ବ୍ରାହ୍ମଣର ତାର ଗୁଣ ନାହିଁ, ବା କ୍ଷତ୍ରିୟ ବର୍ଣ୍ଣର ଯିଏ ଯାଉଛି ସେ କ୍ଷତ୍ରିୟ ଅନୁସାରେ କାର୍ଯ୍ୟ କରୁନି, ବୈଶ୍ୟ ମାନେ ମଧ୍ୟ ସେଇଭଳି ତାଙ୍କର କାର୍ଯ୍ୟ କରୁନାହାନ୍ତି। ଯାହା ଫଳରେ ଯାହା କୁହାଯାଏ ସମାଜ ହଉଛି ଗୋଟେ ପଙ୍ଗୁ ସମାଜ, ଯାହା କୁହାଯାଏ ତାର ମୁଣ୍ଡ ନାହିଁ, ହାତ ନାହିଁ, ଗୋଡ ନାହିଁ, କେବଳ ଅଛିଟା କଣ, ପେଟଟା ଅଛି, କେବଳ ପେଟଟା ଅଛି, ଆଉ ମୁଣ୍ଡ ମାନେ ବ୍ରାହ୍ମଣ ନାହାନ୍ତି କଳିଯୁଗରେ, କ୍ଷତ୍ରିୟ ମଧ୍ୟ ନାହାନ୍ତି। ତା ସହିତ କେବଳ ନାଇଁ ପେଟ ବି ନାହିଁ, ଏଇଟା ପାଦଟା ଶୂଦ୍ର କୁହାଯାଏ। କଳିଯୁଗରେ ପ୍ରାୟ ସମସ୍ତେ ହଉଛନ୍ତି ଶୂଦ୍ର, ଖାଲି କେବଳ ପାଦ ଦୁଇଟି ଅଛି। ତେଣୁ ବିପର୍ଯ୍ୟସ୍ତ ସମାଜ ବର୍ତ୍ତମାନ। ସେଥିପାଇଁ ଶ୍ରୀମଦ ଭାଗବତରେ ସେଇ କଥା ଅନୁସାରେ କୁହାଯାଇଛି ଯେ ସମାଜ ବିପର୍ଯ୍ୟସ୍ତ ହେଲେ ମଧ୍ୟ, ବର୍ଣ୍ଣାଶ୍ରମ ଧାରା ବିପର୍ଯ୍ୟସ୍ତ ହେଲେ ମଧ୍ୟ ଏଇ ପ୍ରକାର ଭାବରେ ଯଦି କ୍ରିୟା କରାଯାଏ ତାହେଲେ ମଧ୍ୟ କୌଣସି ପ୍ରକାର ଭାବରେ ଏ ସନ୍ତୁଳନକୁ ରକ୍ଷା କରାଯାଇପାରିବ। ଅତ ପୁମ୍ଭିର ଦ୍ୱିଜଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗସ ସୁନିଷ୍ଠିତ ଧର୍ମସ୍ୟ ସଂସିଦ୍ଧିର ହରିତୋଷଣ। ବର୍ଣ୍ଣାଶ୍ରମ ଧାରା ଯଦି ନଷ୍ଟ ହେଇଯାଏ ତାହେଲେ କିଛି ଅସୁବିଧା ନାହିଁ, ଯଦି ସମସ୍ତଙ୍କର ଧନ୍ଦା ଭଗବାନଙ୍କର ପ୍ରୀତି ବିଧାନାର୍ଥେ ହେଇପାରିବ। ଯଦି ସମସ୍ତେ ଜଣେ ବ୍ରାହ୍ମଣ ବର୍ଣ୍ଣର ଜାତି ହେଇକି ମଧ୍ୟ ବ୍ରାହ୍ମଣ କାର୍ଯ୍ୟ କରୁନି, କ୍ଷତ୍ରିୟ ବର୍ଣ୍ଣର ଜାତି ହେଇକି ମଧ୍ୟ କ୍ଷତ୍ରିୟ କାର୍ଯ୍ୟ କରୁନି, ବୈଶ୍ୟ ବର୍ଣ୍ଣର ଜାତି ହେଇକି ମଧ୍ୟ ବୈଶ୍ୟ କାର୍ଯ୍ୟ, ସମସ୍ତେ ପ୍ରାୟ ଶୂଦ୍ର, କଳିଯୁଗ ସମସ୍ତେ ଶୂଦ୍ର, କଳଉ ସର୍ବେ ଶୂଦ୍ର ସମ୍ଭା। ଶୂଦ୍ର ହେଇକି ମଧ୍ୟ ଯଦି ଆମର ଧନ୍ଦା ଭଗବାନଙ୍କୁ ପ୍ରୀତି ଉଦ୍ଦେଶ୍ୟରେ କାର୍ଯ୍ୟକାରୀ କଲେ, ଧରନ୍ତୁ ଆମେ ଚାକିରି କଲେ ବା ରୋଜଗାର କଲେ କି ବ୍ୟବସାୟ କଲା, ଯାହା କିଛି କରୁନା କାହିଁକି, ଜଣେ ବ୍ରାହ୍ମଣ ଚାକିରି କଲା କି ତାର ବ୍ୟବସାୟ କଲା, ଯାହା କରୁ,
କିନ୍ତୁ ସେ ପଇସା ଯଦି ରୋଜଗାର କରିବୁ ସେ ପଇସାଟା ଯଦି ଭଗବାନଙ୍କ ସେବାରେ ବିନିଯୋଗ କରାଯିବ, ଲକ୍ଷ୍ମୀଟା ଭଗବାନଙ୍କ ସେବାରେ ବିନିଯୋଗ କରାଯିବ, ତାହେଲେ କିଛି ଅସୁବିଧା ନାହିଁ। ଇଏ ହଉଛି କହିବାର ତାତ୍ପର୍ଯ୍ୟ। ତେଣୁ ପ୍ରକୃତ ପକ୍ଷେ ମୁଚୁକୁନ୍ଦ ଯେତେବେଳେ ନିଜର ପରିଚୟ ପ୍ରଦାନ କରୁଛନ୍ତି, ସେ ନିଜକୁ ଅତି ନିମ୍ନ ସ୍ଥିତିରେ କହୁଛନ୍ତି, ମୁଁ ଜଣେ ନିମ୍ନ ମାନର କ୍ଷତ୍ରିୟ, ଆଉ ମୁଁ ମାନ୍ଧାତାଙ୍କର ପୁତ୍ର, ଯୌବନାଶଙ୍କର ପୁତ୍ର, ଏଇ ପ୍ରକାର ଭାବରେ ମୁଁ ଆସି ଏଠାରେ ବିଶ୍ରାମ ନେଉଛି। ତେଣୁ ସେଥିପାଇଁ କୁହାଯାଇଛି ଯେ ପ୍ରକୃତ ପକ୍ଷେ ଯେତେବେଳେ ଆମେ ଏଇ ବର୍ଣ୍ଣାଶ୍ରମ ଧାରା ଠିକ ଭାବରେ ଗ୍ରହଣ କରିବା ବା ବର୍ଣ୍ଣାଶ୍ରମ ଧାରା ପ୍ରଥମେ ଠିକ ଭାବରେ ପାଳନ କରିବା, ଏଇଟା ହଉଛି ଭକ୍ତିର ପ୍ରଥମ ପାହାଚ, ଏଇଟା ପ୍ରାଥମିକ ସ୍ଥିତି। ତେଣୁ ବର୍ଣ୍ଣାଶ୍ରମ ଧାରାଟା ଠିକ ଭାବରେ ଯଦି ଆମେ ଗ୍ରହଣ କରିବା, ତାହେଲେ ହିଁ ଆମେ ଉନ୍ନତ ସ୍ଥିତିକି ଯାଇପାରିବା, ଯୋଉଟା କି ଶୁଦ୍ଧ ସତ୍ତ୍ୱ ସ୍ଥିତିକି ଯାଇପାରିବା। କାରଣ ବର୍ଣ୍ଣାଶ୍ରମ ଧାରାଟା ତିନିଟା ଗୁଣ ଭିତରେ ରହୁଛି। ସତ୍ତ୍ୱ ଗୁଣର ଯୋଉମାନେ ହଉଛନ୍ତି ବ୍ରାହ୍ମଣ, ରଜଗୁଣର ହଉଛନ୍ତି କ୍ଷତ୍ରିୟ, ରଜ ଏବଂ ତମ ଗୁଣର ହଉଛନ୍ତି ବୈଶ୍ୟ, ଆଉ ତମ ଗୁଣ ହଉଛନ୍ତି ଶୂଦ୍ର। ତେଣୁ ଏଇ ତିନିଟା ଗୁଣ ମଧ୍ୟରେ, ଏଇ ଭୌତିକ ଜଗତରେ ତିନିଟା ଗୁଣ ଭିତରେ ଏଇ ବର୍ଣ୍ଣ ରହୁଛି। କିନ୍ତୁ ଏଇ ତିନି ଗୁଣକୁ ପ୍ରଥମେ ଯଦି ଆମେ କାର୍ଯ୍ୟକାରୀ କରିବା, ତାପରେ ଆମର ଉନ୍ନତ ସ୍ଥିତିକି ଯିବା, ଶୁଦ୍ଧ ସତ୍ତ୍ୱ ସ୍ଥିତିକି, ଯୋଉଟା କି ଭଗବାନ ଅର୍ଜୁନ କହିଲେ ତ୍ରୈଗୁଣ୍ୟ ବିଷୟାଭେଦ ନିସ୍ତ୍ରୈଗୁଣ୍ୟ ଭବାର୍ଜୁନ ନିର୍ଦ୍ୱନ୍ଦ ନିତ୍ୟ ସ୍ୱସ୍ଥ ନିଯୋଗ କ୍ଷମ ଆତ୍ମବାନ। ଆମକୁ ତ୍ରିଗୁଣର ଊର୍ଦ୍ଧ୍ୱକୁ ସ୍ଥିତିକି ଯିବା ପାଇଁ ପଡିବ। ଯୋଉମାନେ ବି ନିଜକୁ କହୁଛନ୍ତି ଆମେ ବ୍ରାହ୍ମଣ, ଯଦ୍ୱାରା ବ୍ରାହ୍ମଣ ଗୁଣ ଗୁଡାକ ଅଛି, କିନ୍ତୁ ପରମାର୍ଥିକ ବ୍ରାହ୍ମଣ ହଉଛନ୍ତି ଶ୍ରେଷ୍ଠ, ଯୋଉମାନେ ଭଗବାନଙ୍କର ଭକ୍ତି ଆଚରଣ କରୁଛନ୍ତି। କିନ୍ତୁ ଯୋଉମାନେ ବ୍ରାହ୍ମଣ, ସେମାନେ କଣ ପ୍ରକୃତରେ ଭଗବାନଙ୍କର ଭକ୍ତ? ହଁ, କଳିଯୁଗର ବ୍ରାହ୍ମଣ ମାନେ କଣ ଭଗବାନଙ୍କର ଭକ୍ତ? ସେମାନେ ଭଗବାନଙ୍କର ଭକ୍ତ ନୁହନ୍ତି। ଯାହା ବ୍ରାହ୍ମଣର ସବୁ ଗୁଡାକ ଅବିଗୁଣ ତାଙ୍କ ପାଖରେ ଅଛି। ପଦ୍ମପୁରାଣରେ ବର୍ଣ୍ଣନା ରହିଛି ବ୍ରାହ୍ମଣ ମାନେ କି ପ୍ରକାର, ବର୍ତ୍ତମାନ କଳିଯୁଗର ବ୍ରାହ୍ମଣ ମାନେ କଣ କରୁଛନ୍ତି। ରକ୍ତ ବସ୍ତ୍ର ପରିଧାନ କରିବେ, ଲାଲ ବସ୍ତ୍ର, କାପାଳିକ ମାନେ ଯୋଉ ବସ୍ତ୍ର ପରିଧାନ କରନ୍ତି ସେଇ ବସ୍ତ୍ର ପରିଧାନ କରିବେ। ଆମର ଉର୍ଦ୍ଧ୍ୱ ପୁଣ୍ଡରିକ, ସେମାନେ ଅର୍ଦ୍ଧ ପୁଣ୍ଡରିକ, ଏଇଭଳି ଭାବରେ ତିନିଟି ଗାର ଟାଣିବେ। କାପାଳିକ ମାନେ ଯେମିତି ସବୁ ମସ୍ତକରେ ଗାର ଟାଣନ୍ତି। ତା ସହିତ ସେମାନେ ମଦ୍ୟପାନ କରିବେ, ବେଶ୍ୟା ସଙ୍ଗ କରିବେ, ଚୋରି କରିବେ, ଡକାୟତି କରିବେ, ଏଇ ସବୁ ହଉଛି ବ୍ରାହ୍ମଣର କାର୍ଯ୍ୟ। ତେଣୁ ପ୍ରକୃତ ବ୍ରାହ୍ମଣ ନାହାନ୍ତି। ତେଣୁ ସେଥିପାଇଁ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘରେ ବ୍ରାହ୍ମଣ ସୃଷ୍ଟି କରାଯାଉଛି। ବ୍ରାହ୍ମଣ ସୃଷ୍ଟି କରାଯାଉଛି, ବ୍ରାହ୍ମଣ ଦୀକ୍ଷା ଦିଆଯାଉଛି। ଯୋଉମାନେ ହରିନାମରେ ଉନ୍ନତ ସ୍ଥିତି ବା ଉନ୍ନତ ସ୍ଥିତିକୁ ଯିବେ, ଯେଉଁମାନେ ହରିନାମ ଦୀକ୍ଷା ନେଇକି ସେମାନେ ଉନ୍ନତ ସ୍ଥିତିରେ ପ୍ରାପ୍ତ ହେବେ, ସେମାନଙ୍କୁ ବ୍ରାହ୍ମଣ ଦୀକ୍ଷା ଦିଆଯାଉଛି ଏବଂ ଭଗବାନଙ୍କର ସେବା କାର୍ଯ୍ୟ କରିବା ପାଇଁ ତାଙ୍କୁ ସୁଯୋଗ ଦିଆଯାଉଛି। ବ୍ରାହ୍ମଣ ସୃଷ୍ଟି କରାଯାଉଛି। କିନ୍ତୁ ଯୋଉ ବର୍ଣ୍ଣରେ ଯୋଉମାନେ ବ୍ରାହ୍ମଣ, ସେମାନେ ପ୍ରକୃତ ବ୍ରାହ୍ମଣ ନୁହନ୍ତି। ସ୍ୱଭାବ ସିଦ୍ଧ ବ୍ରାହ୍ମଣ ହଉଛନ୍ତି ପ୍ରକୃତ ବ୍ରାହ୍ମଣ। ଗୋଟେ ହଉଛି ଜାତି ସିଦ୍ଧ ବ୍ରାହ୍ମଣ, ଗୋଟେ ହଉଛନ୍ତି ସ୍ୱଭାବ ସିଦ୍ଧ ବ୍ରାହ୍ମଣ। ତେଣୁ ସ୍ୱଭାବ ସିଦ୍ଧ ମାନେ ବ୍ରାହ୍ମଣର ବର୍ଣ୍ଣରେ ସେମାନେ ଜନ୍ମଗ୍ରହଣ କରିନାହାନ୍ତି, କିନ୍ତୁ ବ୍ରାହ୍ମଣର ଯୋଗ୍ୟତା ସେମାନଙ୍କ ପାଖରେ ଅଛି। ଯେମିତି ବ୍ୟାସଦେବ, ଯିଏକି ରଚନା କରିଛନ୍ତି, ଭାଗବତ ରଚନା କରିଛନ୍ତି, ଗୀତା ରଚନା କରିଛନ୍ତି, ସେ କଣ ବ୍ରାହ୍ମଣ ବର୍ଣ୍ଣରେ ଜନ୍ମ ହେଇଥିଲେ? ତାଙ୍କର ମା କିଏ? ସତ୍ୟବତୀ। ସତ୍ୟବତୀ ହଉଛି କୈବର୍ତ୍ତ କନ୍ୟା, କେଉଟର କନ୍ୟା। ଆସି ବାପା ଯଦିଓ ପରାଶର, କିନ୍ତୁ ମାଙ୍କ ଅନୁସାରେ ତ ବର୍ଣ୍ଣ ଗ୍ରହଣ କରାଯିବ ନା, ମଦର ଲାଙ୍ଗୁଏଜ ବୋଲି କୁହାଯାଉଛି। ତେଣୁ ବ୍ୟାସଦେବ କୈବର୍ତ୍ତ୍ୟଙ୍କ ପରିବାରରୁ ଆସିଛନ୍ତି। ସେମିତି ଅନ୍ୟାନ୍ୟ ବହୁ ମୁନି ଋଷିଙ୍କ କଥା କୁହାଯାଇଛି। ଋଷ୍ୟ ଶୃଙ୍ଗଙ୍କ କଥା କୁହାଯାଇଛି। ଆଉ ଋଷ୍ୟ ଶୃଙ୍ଗ ଗୋଟେ ମୃଗରୁ ଜାତ ହେଇଛନ୍ତି। ତାଙ୍କର ଦିଟା ଶୃଙ୍ଗ ମାନେ ସିଂହ ଥିଲା, ସେ ଋଷ୍ୟ ଶୃଙ୍ଗ। ଆଉ ଗୌତମଙ୍କ କଥା କୁହାଯାଇଛି। ବାଲ୍ମୀକି ଯେ ଦଶରଥ ନାଗର ଯେ ବାଲ୍ମୀକି ହେଲେ, ସେ ବଲ୍ମୀକ ଅର୍ଥାତ ଉଇ ହୁଙ୍କାରୁ ଜାତ ହେଲେ। ଏଇଭଳି ଋଷି ମାନଙ୍କର କଥା କୁହାଯାଇଛି, ଯୋଉମାନେ କି ବ୍ରାହ୍ମଣ ବର୍ଣ୍ଣରେ ଜନ୍ମ ହେଇନାହାନ୍ତି, କିନ୍ତୁ ବ୍ରାହ୍ମଣର ଯୋଗ୍ୟତା ସେମାନେ ହାସଲ କରିଛନ୍ତି। ସେମିତି ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟ ଜଗତକୁ ଗଲେ, ସେମାନଙ୍କର ଯୋଉମାନଙ୍କର ବ୍ରାହ୍ମଣର ପ୍ରକୃତ ପକ୍ଷେ ଲୋକ ଅନ୍ୟ ମାନେ ତାଙ୍କର ଗୁରୁ ଭାଇ ମାନେ ତାଙ୍କୁ ସବୁ ଈର୍ଷା କଲେ ଯେ ଏମାନଙ୍କର ଯୋଗ୍ୟତା ନାହିଁ, ତାଙ୍କୁ ବ୍ରାହ୍ମଣ ଦୀକ୍ଷା ପ୍ରଦାନ କରାଗଲା। କିନ୍ତୁ ପ୍ରଭୁପାଦ ତାଙ୍କର ଭାବାର୍ଥରେ ପ୍ରକାଶ କରିଛନ୍ତି, ଯଦି ଆମେ ତାଙ୍କୁ ସୁଯୋଗ ନ ଦେବା ବା ତାଙ୍କୁ ଯଦି ଏଇ ହରିନାମର ଯଦି ତାଙ୍କୁ ଗ୍ରହଣ ନ କରିବା, ତାହେଲେ ମହାପ୍ରଭୁଙ୍କର ଯୋଉ ରହିଛି, ଯୋଉ ବାଣୀ ରହିଛି, ସେଟା କେମିତି ସାର୍ଥକ ହବ? ମହାପ୍ରଭୁଙ୍କ ବାଣୀ କଣ ଥିଲା? ପୃଥିବୀତେ আছে যত ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହଇବେ ମୋର ନାମ। ଆଉ ସର୍ବତ୍ର କିଭଳି ଭାବରେ ପ୍ରଚାର ହବ? ଅପିଚେତ ସୁଦୁରାଚାରୀ, ଗୀତାରେ ଭଗବାନ କହିଲେ, ଯେତେ ବଡ ପାପୀ ଜଣେ ଯେତେ ବଡ ଦୁରାଚାରୀ ହେଉନା କାହିଁକି, ସିଏ ଯଦି ଭଗବତ ଭକ୍ତି ପଥକୁ ଆଶ୍ରୟ କଲା, ତାହେଲେ ସିଏ ଅତି ଶୀଘ୍ର ସେ ଧର୍ମାତ୍ମା ହେଇଯାଉଛନ୍ତି। ଅପିଚେତ ସୁଦୁରାଚାର ଯୋ ଭଜନ୍ତି ମାଂ ଅନନ୍ୟ ଭାଗ ସାଧୁରେବ ସମନ୍ତବ୍ୟ ସମ୍ୟକ ବ୍ୟବସ୍ଥିତ ଈଶ। ଜଣେ ଯେତେ ବଡ ପାପୀ, ଯେତେ ବଡ ଦୁରାଚାରୀ ହେଉନା କାହିଁକି, ଯଦି ଭଗବାନଙ୍କର ଭଜନ କଲା, ତାହେଲେ ସିଏ ପୁଣ୍ୟବନ୍ଧୁ, ସେ ଭକ୍ତ ହେଇଗଲେ। ଆଉ ସେଇଭଳି ଭକ୍ତଙ୍କୁ ଭଗବାନ ଉଦ୍ଧାର କରିବା ପାଇଁ ପରବର୍ତ୍ତୀ ଶ୍ଲୋକରେ କହିଛନ୍ତି, କ୍ଷିପ୍ରମ
भवति धर्मात्मा सो सो छन्ति निगच्छति कौन्तेह प्रतिजानिहि न मे भक्त प्रणश्यति। तेणु से भली भक्त को सुरक्षा देवा भगवान मध्य निज प्रतिज्ञा को भंग कर देछन। ए प्रकार भगवान केते उदार केते कोहल मनोभाव से सृष्टि करछन। तापर कहा जाय ताले जो माने नीच वर्णर जो माने अछंती बा निम्न जोनि बोली कहा जाउ सेमानकर केमति उद्धार हबो। जतबे पापी मानकर उद्धार हेगला जो माने अति निम्न जोनि प्राप्त होइछन सेमानकर केमति उद्धार हबो भगवान सेमानक पई मध्य कहिछन। मांगी पार्थ व्यापाश्रित जे अपि पाप जनयो स्त्रीय वैश्य तथा शूद्रा स्ते अपि जानती परांगति। तेणु अर्जुन कहले हे अर्जुन ई जो स्त्री वैश्य शूद्र एमान को निम्न जोनि बोली कहा जाउछि निच जोनि बोली कहा जाउछि सेमाने मध्य जतेबेले भगवत भक्ति आश्रय करिबा भगवत भक्ति ग्रहण करिवे सेमाने मध्य उद्धार पाइजे सेमानक पई उद्धार रास्ता रहिछि। तेणु समस्तक पई भगवान व्यवस्था करछन। तेणु किभଳି भावरे ब्राह्मण क्षत्रिय वैश्य शूद्र चारि वर्णाश्रमी जदि कृष्ण नाही भजे सो कर्म करिते सेही रौरवे पड़ी मजे। चारि वर्ण जाति कि जदि आश्रम सेमती ब्रह्मचर्य आश्रम कह जाऊ गृहस्थ आश्रम कह जाऊ बानप्रस्थ आश्रम कह जाऊ बा सन्यास आश्रम कह जाऊ सेमाने जदि कृष्ण भजन न करी ताले सेही निज निजर कर्म करिकि सेमाने रौरव नरकरे पड़िबे। विष्णु पुराण मध्य कह जायछि वर्णाश्रम चारवता पुरुषेण पर पुमान विष्णुर आराध्यते पुंस नान्यतोष कारण। वर्ण और आश्रम भितर जदि भगवान कृष्णଙ୍କର पूजा न करा जाउछि आराधना न करा जाउछि ताले से वर्णाश्रम तारा रहिबो नाही विपर्यस्त होइछ। आराधति जति हरि तपसा तत किंग नाराधित जति हरि तपसा तत किंग अंतर्बहि जदि हरि तपसा तत किंग नांतर्बहि जदि हरि तपसा तत किंग। सबुठी हरिंकर कथा कहा जाउछि। जदि आमे आराधना करूचे पूजा करूचे जदि हरिंकर आराधना न करा जाउछि ताहले से आराधनार किछि मूल्य नाही। नाराधित जदि हरि तपसा तत किंग जदि आमे हरिंकर आराधना करूचे ताले अन्य देवादेवींकर आराधना करिवार किछि आवश्यकता नाही। नाराधित जदि हरि तपसा तत किंग अंतर्बहि जदि हरि तपसा आमे जदि अंतरे बाहर तपस्या न करी मत अंतरे बाहर जदि भगवान को दर्शन कले स्थावर जंगम देखे ना देखे तार मूर्ति सर्वत्र है तार इष्ट देव स्फूर्ति। तेणु सर्वत्र जदि जो मांग पश्यति सर्वत्र सर्वोच्च मयि पश्यति तस्याहं न प्रणश्यामि स च मे न प्रणश्यति। गीतारे भगवान कहले मु भक्त जे सबुठारे भगवान को दर्शन करे। भक्तर दृष्टि अंतराल भगवान न थांती कि भगवान अंतराल भक्त सब भगवान सर्वदा भक्त को दर्शन करती एवं भक्त मध्य भगवान को सर्वत्र दर्शन करती। तेणु ना अंतर्बहि जदि हरि तप अंतरे बाहर जदि भगवान को हम दर्शन करुचे ताहले अन्य कौन तपस्या आवश्यकता नहीं। ना अंतर्बहि जदि सब तपस्या करी जदि अंतरे एवं बाहर भगवान को दर्शन न करि पाले ताहले ए तपस्यार मध्य किछि मूल्य नाही। तेणु यही सब कथा कहा जायछि। मूल होउछि हमको भगवान का प्रीति विधान देखा पड़े भगवान दोष अंत तांकर संतोष विधान को देखा पड़े। तो जी जो वर्णर था ना कहीं जी जो आश्रम था बर्तमान जदिव कलिजुगर वर्णाश्रम धारा विपर्यस्त होती ब्राह्मण जन शुणु ब्रह्मचर्य आश्रम ठीक ब्रह्मचर्य आश्रम पालन करा गृहस्थ आश्रम ठीक भाव में पालन करूनु बानप्रस्थ आश्रम तो ना सन्यास आश्रम तो दूर कथा। तेणु ये सब धारा संपूर्ण भाव विपर्यस्त तथापि जदि आम भगवान प्रीति विधान उद्देश्य आमर धंदा होता है कौन प्रकार क्षति हम देखो।